ଏ ମନ ବହୁତ ଚଞ୍ଚଳ। ମନ ଠାରୁ ଚଞ୍ଚଳ ଆଉ କିଛି ନାହିଁ। ମନର ବେଗ ଏତେ କ୍ଷିପ୍ର ଯେ ସେ ବେଗ ଭିତରେ ସେ ବହୁତ କିଛି ଭୁଲ ଠିକ କରିଦେଇଥାଏ, ସେ ଜାଣିପାରେନି। ଏ ଚଞ୍ଚଳ ମନକୁ ସ୍ଥିର କରିବାକୁ ହେଲେ ସବୁବେଳେ ଏ ମନକୁ ସେମିତି ଏକ ପ୍ରେମ ଭରା ଶୀତଳ ପରଶ ଦରକାର, ଯାହାଦ୍ୱାରା ମନ ସ୍ଥିର ହେବ ଏବଂ ମନ ଆଉ ଚଞ୍ଚଳ ହେବ ନାହିଁ। କିନ୍ତୁ ଅନେକ ସମୟରେ ଏ ମନ ଏତେ ଚଞ୍ଚଳ ହୁଏ, ଏତେ ଭୁଲ କରେ, ଏତେ ମାତ୍ରାରେ ସେ ଭୁଲ କରି ବସେ ଯେ ଶେଷରେ ଜଣେ ମଣିଷକୁ ନିନ୍ଦାର ପାତ୍ର ହେବାକୁ ପଡ଼େ। ଚଞ୍ଚଳ ମନକୁ ନିୟନ୍ତ୍ରଣ କରିବାକୁ ହେଲେ କିଛି ସମୟ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ, ଅର୍ଥାତ୍ କିଛି ସମୟ ଶାନ୍ତି ଯେଉଁଠି ମିଳୁଛି ସେଇଠିକି ଯାଆନ୍ତୁ। କାହାର ପ୍ରେମ ଭରା ଦୁଇ ପଦ କଥା ହୋଇପାରେ, ପ୍ରାକୃତିକ ପରିବେଶ ହେଇପାରେ, କିମ୍ବା କୋଉଠି ବି ସେ ଭଗବାନଙ୍କର ଦ୍ୱାର ବି ହେଇପାରେ। ଯେଉଁଠି ମନକୁ ଶାନ୍ତି ମିଳୁଛି ସେଇ ଜାଗାରେ ପ୍ରତିଦିନ କିଛି କିଛି ସମୟ ବିତାନ୍ତୁ ଏବଂ ମନ ଯେତେ ଚଞ୍ଚଳ ଥିବ ସେ ସେତେ ତାର ସ୍ଥିର ଆଡକୁ ଗତି କରିବ। ଆଉ ଚଞ୍ଚଳ ମନ ନେଇ କିଛି କରି ହୁଏ ନା, କି କେବେ କରି ହୋଇନାହିଁ। ଏଇ ତ ଜୀବନର କଥା।